আজি ଯାହାକି ରାମନବମୀ ଉପଲକ୍ଷେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଣ ସବୁ ଉପାୟ କରିପାରିବା। ତେବେ ଆଜିର ଦିନରେ ଶ୍ରୀରାମ ଜୟ ଜୟ ରାମ ଏହି ରାମ ନାମଟିକି ଜପ କରନ୍ତୁ। ତତ୍ସହିତ ରକ୍ଷା ସୂତ୍ର ପାଠ କରନ୍ତୁ ଯାହାକି ରାମଙ୍କର। ତେବେ ଏହି ରାମ ରକ୍ଷା ସୂତ୍ର ପାଠ କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହୁଏ। ତତ୍ସହିତ ଆଜିର ଦିନରେ ହନୁମାନ ଚାଳିଶା ଏବଂ ସୁନ୍ଦର କାଣ୍ଡ ପାଠ କରନ୍ତୁ। ଏହା ଯାହାକି ରାମ ଭକ୍ତ ହନୁମାନଙ୍କ ପୂଜା କରିବା ଦ୍ୱାରା ଶୀଘ୍ର ରାମ କୃପା ପ୍ରାପ୍ତ ହୋଇଥାଏ। ତେବେ ଆଜିର ଦିନରେ ଗରିବକୁ ଯାହାକି ଖାଦ୍ୟ ପୋଷାକ କିମ୍ବା ଟଙ୍କା ଦାନ କରନ୍ତୁ। ଏହା କରିଲେ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ତତ୍ସହିତ ଆଜିର ଦିନରେ ଗୁଡ଼ ଏବଂ ଚଣା ଯାହାକି ପ୍ରଭୁ ରାମଚନ୍ଦ୍ର ଗୁଡ଼ ଏବଂ ଚଣା ଅର୍ପଣ କରିଲେ ଆପଣ ମାନସିକ ସ୍ତରରେ ଯାହାକି ସ୍ଥିରତା ମିଳିଥାଏ। ତେବେ ରାଶି ଅନୁସାରେ ସଂକ୍ଷେପରେ ଆପଣ ମାନଙ୍କୁ ଆଜିର ଦିନରେ କଣ କରିବେ ଆଉ ଗୋଟିଏ ଉପାୟ କହୁଛି, ଯାହାକି ମେଷ ରାଶି ଏବଂ ବିଛା ରାଶି ଆଜିର ଦିନରେ ଆପଣ ମାନେ ରାମ ନବମୀ ଉପଲକ୍ଷେ ହନୁମାନ ଚାଳିଶା ପାଠ କରନ୍ତୁ। ତତ୍ସହିତ ବୃଷ ରାଶି ଏବଂ ତୁଳା ରାଶି ଏମାନେ ଭଗବାନ ରାମଙ୍କୁ ପୂଜା କରନ୍ତୁ ଏବଂ ଧଳା ବସ୍ତ୍ର କିମ୍ବା ଯେକୌଣସି ଧଳା ଜିନିଷ ଦାନ କରନ୍ତୁ। ମିଥୁନ ଏବଂ କନ୍ୟା ରାଶି ବ୍ୟକ୍ତିମାନେ ଆଜିର ଦିନରେ ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ। ତତ୍ସହିତ କର୍କଟ ରାଶି ବ୍ୟକ୍ତିମାନେ ଭଗବାନ ରାମଙ୍କର ମୂର୍ତ୍ତି ଉପରେ କ୍ଷୀର ଅର୍ପଣ କରନ୍ତୁ। ତତ୍ସହିତ ସିଂହ ରାଶି ବ୍ୟକ୍ତିମାନେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ସହିତ ଆଜିର ଦିନରେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ତତ୍ସହିତ ଧନୁ ମୀନ ରାଶି ବ୍ୟକ୍ତିମାନେ ରାମ ମନ୍ଦିରରେ ହଳଦିଆ ବସ୍ତ୍ର ଦାନ କରନ୍ତୁ। ତତ୍ସହିତ ମକର ରାଶି ଏବଂ କୁମ୍ଭ ରାଶି ବ୍ୟକ୍ତିମାନେ ଆଜିର ଦିନରେ ସୁନ୍ଦର କାଠ ପାଠ କରନ୍ତୁ। ତେବେ ଆଜିର ଦିନରେ ମକର ଏବଂ କୁମ୍ଭ ରାଶି ବ୍ୟକ୍ତିମାନେ ସୁନ୍ଦର କାଣ୍ଡ ପାଠ କରନ୍ତୁ। ଏହା କରିଲେ ଆପଣ ମାନଙ୍କର ଯେକୌଣସି ଗ୍ରହ ଖରାପ ହଉନା କାହିଁକି ସମସ୍ତ ଗ୍ରହର ଉପଚାର ମିଳିଥାଏ। ତେଣୁ ଆଜିର ଦିନରେ ଆପଣ ମାନେ ନିଶ୍ଚିତ ଏହି ଉପାୟଟି କରନ୍ତୁ।